କର୍ମାଭ୍ୟାସ, ଖାଦ୍ୟାଭ୍ୟାସ, ଈଶ୍ୱର ବିଶ୍ୱାସ, ସାମାଜିକ ଚଳଣି ଇଏ ହଉଛି ଦେଶରେ କେବଳ ଓଡ଼ିଶା ପାଇଁ ସ୍ୱତନ୍ତ୍ର। ଓଡ଼ିଶା ସହିତ କିଛି ପରିମାଣରେ ସାମଞ୍ଜସ୍ୟ ଅଛି ପଶ୍ଚିମବଙ୍ଗଳା, ନାଇଁ ସାରା ଭାରତ ବର୍ଷରେ ଓଡ଼ିଶା ପଶ୍ଚିମବଙ୍ଗଳା ଏ ଦୃଷ୍ଟିରୁ ଏକ ଭିନ୍ନ। ଆଉ ଓଡ଼ିଶାରେ ଆଉ ଗୋଟେ ସେଇଠି ହେଲା 12 ମାସରେ 13 ପର୍ବ। ଆଗେ ଓଡ଼ିଶାବାସୀଙ୍କର ବୃତ୍ତି ହେଉଛି କୃଷି, ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତି। এই ଜଗନ୍ନାଥ ସଂସ୍କୃତିରେ ଚାଷୀମାନେ ଅନାଦି କାଳରୁ ଯେତେବେଳେ ଆଦିବାସୀ ଚାଷୀ ଆରମ୍ଭ କଲେ, ଧାନ ଚାଷର ଜନ୍ମସ୍ଥାନ ହେଉଛି ଓଡ଼ିଶା। ତ ଆଦିବାସୀମାନେ ଯେତେବେଳେ କୋରାପୁଟ ନବରଙ୍ଗପୁର ଅଞ୍ଚଳରେ ଜଙ୍ଗଲରୁ ଧାନ ଗଛକୁ ପାଇଲେ ଏବଂ ତାକୁ ବଢ଼ିକି ଦେଖିଲେ ସୁସ୍ୱାଦୁ ଲାଗୁଛି, ସେଇଦିନୁ ଚାଷ ହେଲା ପୁଣି ଚାଷ। ତେଣୁ କୁହାଯାଏ ଧାନର ଜନ୍ମସ୍ଥାନ ହେଉଛି ଓଡ଼ିଶା। ତେଣୁ ଏତେ ଜନ୍ମସ୍ଥାନ ଓଡ଼ିଶା ଏବଂ ସେମାନେ ନିଜ ଅନୁଭବରୁ ଚାହିଁଲେ ଯେ କେବେ ଧାନ ବୁଣିଲେ ଭଲ ହବ। ଖରା ଟିକେ ହଳ କଲେ, ଅକ୍ଷୟ ତୃତୀୟା ଦିନକୁ ସ୍ଥିର କଲେ ସେଇଦିନ ମୁଠି ଜାଣିବେ, ଅର୍ଥାତ୍ ସେଇଦିନ ବିହନ ବୁଣିବେ। ସେଦିନ ଅକ୍ଷୟ ତୃତୀୟା ଦିନ ସକାଳୁ ଲଙ୍ଗଳ ନେଇକି ବିଲକୁ ଯାଆନ୍ତି, ହଳ କରନ୍ତି, ଖରା ବେଳକୁ ଫେରନ୍ତି, ଗାଧେଇକିରି ପଖାଳ ଖାଆନ୍ତି। ତାପରେ ଉପର ଗୁଡ଼ାକୁ କାନ୍ଧରେ ପାଣି ପକେଇ ଯାଆନ୍ତି ଜଙ୍ଗଲକୁ। କାହିଁକି ନା କୋଉଠି ଫାଶୀ କାଠ ଅଛି, ସେ କାଠ କାଢ଼ି ଆଣିଲେ ଜଗନ୍ନାଥଙ୍କର ରଥ ତିଆରି ହେବ। ତେଣୁ ଅକ୍ଷୟ ତୃତୀୟା ଦିନ ମୁଠି କରନ୍ତି ଧାନ ବୁଣିବେ, ସେଇଦିନ ଜଙ୍ଗଲରୁ ଜଗନ୍ନାଥଙ୍କ ରଥ କାଠ ଆସେ। ଇଏ ସିଗ୍ନିଫିକାନ୍ସ ଅନ୍ୟ କୋଉ ଜାଗାରେ ନାହିଁ। ରଥ ତିଆରି ହୁଏ ଏବଂ ସେଇ ଅକ୍ଷୟ ତୃତୀୟା ଗଲା ପରେ ଆସେ ପଣା ସଂକ୍ରାନ୍ତି, ପଣା ସଂକ୍ରାନ୍ତି ପରେ ଆସେ ରଜ। ରଜ ବେଳେ ଝିଅମାନେ ଗୀତ ଗାଆନ୍ତି, ବର୍ଷ ଗୀତରେ ଆସିଛି ରଜନ ଚାଲୁ ହବା ସଜବାଜ। ପୁଅମାନେ ଦେଖନ୍ତି ମନେସ୍ତେ ଡାକିଲା ଗଜ, କେଉଁ ରାଇଜରୁ ଆସୁଛି ରଜନ ଚାଲୁ ବାଇତ ବୋଝା ବୋଝ। ତାମାନେ ଇନ୍ଦ୍ର ଦେବତା ଖରାଟିଆ ଚାଷ ହେଇଛି, ଧାନ ଗଛ ଖରାଟିଆ ବର୍ଷାରେ ଟିକେ ଟିକେ ଗଜା ହେଇଯାଇଛି। ସେଥିପାଇଁ ରଜ ଆସିଲା ବେଳେ ସବୁ ବାଛୁରୀ ମାନେ ଡାକନ୍ତି କେଉଁ ରାଇଜରୁ ଆସିବ ରାଜନ ତେଲି ବାଇତ ବୋଝା। ସେ ରାଜା କିଏ ନା ଇନ୍ଦ୍ର ଦେବତା। ପୂଜା କରିଦେଇ ରଜ ପାଳନ୍ତି ଏବଂ ଭୂମି ପୂଜା ହୁଏ। ବର୍ଷା ହେଇଯାଏ, ବର୍ଷା ହେଲେ ଧାନ ଗଛ ବଢ଼ିଯାଏ। ଯେତେବେଳେ ଗହ୍ମାପୁନେଇ ହବ ସେତେବେଳକୁ ଧାନ ବେଉଷଣ ସାରିଥିବ। ଗହ୍ମାପୁନେଇ ଦିନ ଚାଷୀ ଲଙ୍ଗଳ ଧୋଇକରି ସକାଳେ ରଖିବ, ବଳଦକୁ ଧୋଇ ଗାଧେଇ ଦବ, ତା ମୁଣ୍ଡରେ ରଙ୍ଗ ଲଗେଇବ ଏବଂ କୁଲା ଦେହରେ ଏଣ୍ଡୁରି ପିଠା ଖାଇକି ଦେଇ ବଳଦକୁ ପୂଜା କରିବ। ଗହ୍ମାପୁନେଇ ହେଉଛି ଜଗନ୍ନାଥଙ୍କୁ ବଡ଼ ଭାଇ ବଳରାମଙ୍କ ଜନ୍ମଦିନ। ତାପରେ କରୁଣା ସଂକ୍ରାନ୍ତି ଆସିବ। ବହୁ ଭୁଆସୁଣୀ ମାନେ ଆନନ୍ଦରେ ବୁଲିକି ଯେମିତି ସାଧାରଣ ଭାବରେ ଗୋଟେ ଆମର ପରିବାରରେ ନୂଆ ବୋହୂଟି ଆସିଛି ବାହା ହେଇକରି, ସେ ଯଦି ଗର୍ଭବତୀ ହେଇଗଲା ଶାଶୁ ଗୋଡ଼ ତଳେ ଯାଆନ୍ତି, ସେ ବୁଲିକରି ବ୍ରାହ୍ମୀ ଶାଗ ଯୋଗାଡ଼ କରେ, ତାକୁ ଖାଇବାକୁ ବୋହୂକୁ ଖାଇବାକୁ ଦେଲେ ତାକୁ ରାତିକି ବୁଦ୍ଧିଆ ହେବେ, ଭଲ ଖାଦ୍ୟ দিয়ে ଯଦି ବୋହୂ ଯଦି ଭଲ ହେଲେ ଯେମିତି କରନ୍ତି। ସେମିତି ଧାନ ଗଛ ଯେତେବେଳେ ଥୋଡ଼ ହେଇଯାଏ, ଗାଁର ବୋହୂ ଭୁଆସୁଣୀ ମାନେ ଲକ୍ଷ୍ମୀ ଠାକୁରାଣୀ ପୂଜା କରନ୍ତି। ଲକ୍ଷ୍ମୀ ପୂଜା କରି କ'ଣ କହନ୍ତି, ଏଇ ଭାଇ ଲକ୍ଷ୍ମୀ ଠାକୁରାଣୀ ଆମ ଧାନ ଗଛ ଗୋଟେ ବଡ଼ ଗର୍ବ ହବ, ବଡ଼ ଗର୍ବ ଭଲ ଧାନ ବଡ଼ କେଣ୍ଡା ଇଏ କଲେ ଗର୍ବ ଆସିଥାନ୍ତି। ତାପରେ ଆସିବ କୁମାର ପୂର୍ଣ୍ଣିମା। କୁମାର ପୂର୍ଣ୍ଣିମା ରଣି ଫୁଲ ପୁରୀ ଜନ ପଡ଼ିଥିବ। ସେତେବେଳେ ଘର ଗାଁର ଅରୁଣା ଝିଅମାନେ ସନ୍ଧ୍ୟାବେଳେ କାଦୁଛନ୍ତି, ଫୁଲ ଗୌଡ଼ ଗୌଡ଼ ଗୀତ ଗାଉଥିବେ ଏବଂ ରଣି ଫୁଲ ପୁରୀ ଜନ ପଡ଼ିଥିବ। ମନେ ମନେ ଚନ୍ଦ୍ରଙ୍କୁ ଡାକୁଥିବେ, ଜନ ବାବୁ ତୋରି ଘୋଡ଼ିଆ ପୁରା ସୁନ୍ଦର ମୋର ଆମକୁ ଦେ। ଏବଂ ବିଆଳି ଧାନ କଟା ସରିଥିବ, ବାଟରେ ଖରା ଶୁଖି ନଥିବ, ଧାନରେ ବେଗଳା ପକେଇ ସେ କୁଟା କଥା ବୁଣା ହେଇଥିବ। ଝିଅମାନେ ଯେତେବେଳେ ଖେଳିବେ, ଫୁଲ ଗୌଡ଼ ଗୀତ ଗାଇବେ, ଗାଁର ପୁଅମାନେ କ'ଣ କରିବେ, ସେ କୁଟାକୁ ନିଜ ଦେହରେ ବୋଡ଼ି ହେଇକି ବାନ୍ଧିକିରି ପାଳ ଭୂତ ହେଇକରି ତାକୁ ଡରେଇବେ। ବିଲ ଭାଇ ଭଉଣୀଙ୍କ ସମ୍ପର୍କ। ତାପରେ କୁମାର ପୂର୍ଣ୍ଣିମା ଆସିବ, ଡଙ୍ଗା ଭାସିବ,
ଆକାଶ ହୁଏ ଗାଇବେ ଏବଂ ପୂର୍ବପୁରୁଷକୁ ଶ୍ରବଣ କରିବେ। ସେ ଗଲା କାର୍ତ୍ତିକ ପୂର୍ଣ୍ଣିମା। ମାର୍ଗଶୀର ଆସିଲେ ମାର୍ଗଶୀର ମାସ, କାର୍ତ୍ତିକ ମାସ ହେଉଛି ଧର୍ମ ମାସ। ସେତେବେଳେ ଓଷା କରନ୍ତି ଝିଅମାନେ ବୋଉମାନେ, ଯାହାକୁ ବଡ଼ ଓଷା କୁହାଯାଏ। ଏବଂ ପରବର୍ତ୍ତୀ କାଳରେ ଆସିବ ମାର୍ଗଶୀର ମାସ। ଘରେ ଘରେ ପ୍ରତି ଗୁରୁବାର ଦିନ ମାଣ ବସିବ। ଗୁରୁବାର ମାଣ ବସିବ, ଲକ୍ଷ୍ମୀ ପୁରାଣ ପଢ଼ା ହେବ। ବୋଉମାନେ ଡାକିବେ ଲକ୍ଷ୍ମୀ ପୁରାଣ। ଧାନ ହେଇଥିବ, ଧାନ କଟା ହେଉଥିବ, ତାପରେ ପୁଷ ପୂର୍ଣ୍ଣିମା ଆସିବ। ପୁଷ ପୂର୍ଣ୍ଣିମା ମାସ ଆସିବ। ପୁଷ ପୂର୍ଣ୍ଣିମା ପାଳନ। ପୁଷ ପୂର୍ଣ୍ଣିମା ବେଳେ ମକର ଚାଉଳ ଖାଇବେ, ମକର ସଂକ୍ରାନ୍ତି। ଏବଂ ଆଜି ବି ଆମ ଓଡ଼ିଶାରେ ଲଙ୍କା ତ ମକର ସଂକ୍ରାନ୍ତି ପାଳନ, କିନ୍ତୁ ଆଦିବାସୀ ମାନଙ୍କର 10 ଦିନ 15 ଦିନ ପୁଷ ପୂର୍ଣ୍ଣିମା ଚାଲେ। ତାପରେ ମାଘ ମାସ ଆସିବ। ମାଘ ଆସିଲେ ମାଘ ପୂର୍ଣ୍ଣିମା। ସେଠି କ'ଣ ହବ? ମାଘ ପୂର୍ଣ୍ଣିମାରେ ଅମାବାସ୍ୟାରେ ଜାଗର ହବ। ଜାଗର ପରେ ପୂର୍ଣ୍ଣିମା ଆସିବ। ମାଘ ପୂର୍ଣ୍ଣିମା ଅଗ୍ନି ଦେବତାଙ୍କୁ ପୂଜା ହେବ। ବଡ଼ ଘର ହଉ, ଗରିବ ଘର ହଉ, କୋଉଠି ବିଡ଼ାଇ ଛଣ, କୋଉଠି ଗୋଛାଇ ଛଣ ନେଇକରି ଗାଁରେ ଏକାଠି ଗୋଟେ ଜାଗାରେ ପକେଇବେ। ଅଗ୍ନି ସଂଯୋଗ କରି ଅଗ୍ନି ଲଗେଇବ, ଅଗ୍ନି ଜଳିବ। ଅଗ୍ନି ଯେତେବେଳେ ସବୁଆଡ଼େ ସବୁ ଗାଁରେ ଜଳିବ, ସେତେବେଳେ ଆକାଶ ଯୋଉ କୀଟ ପତଙ୍ଗ ସବୁ ବନ୍ଧୁ ଆକାଶ ନିର୍ମଳ ହେଇଯିବ। ଏବଂ ଏକଥା ଅଛି ଯେ ଜଳୁଥିବା ଅଗ୍ନିରେ ବାଡ଼ିରେ ପଡ଼ିଥିବା ବାଇଗଣ ପୋଡ଼ିକରି ଖାଇଲେ ଦେହରେ କୃମି ରୋଗ ହବ ନାହିଁ। ତାପରେ ଆସିବ ଫଗୁଣ ମାସ। ଫଗୁ ଖେଳିବେ। ଫଗୁ ଖେଳିବାର ଅବିର ବଢ଼ି ହେବେ। ଅବିର ବଢ଼ିବାର ଉଦ୍ଦେଶ୍ୟ ହେଉଛି ଯେ